ପୁଣି ସେ ଶ୍ରାବଣ ମାସର ଦ୍ୱିତୀୟ ବାର୍ତ୍ତା ଦେଖିବା। ସାରୁ ଗଛ ମୂଳେ ବେଙ୍ଗ କେତେ ଦେଖାଉଛି ବସି ସେ ରଙ୍ଗ ମୋତେ ରଖିଛନ୍ତି ଇନ୍ଦ୍ର ଦେବ ମୋ ବନ୍ଧୁରେ ପଦ୍ମଜେ ସାରୁ ପତର ପାଣି ପଡ଼ିଣ ହୁଏ ଟଳ ଟଳ ସତେ ସବୁ ପାରଦଙ୍କ ମେଳ ମୋ ବନ୍ଧୁରେ ବେଙ୍ଗ ଡାହୁକ ରଡ଼ି ଶୁଣି କେତେ କଥା ମନରେ ପଡ଼ି କିଏ ପାରିବ ଏ କଥା ଏଡ଼ି ମୋ ବନ୍ଧୁରେ ଇନ୍ଦ୍ରଦେବଙ୍କୁ ପ୍ରାର୍ଥନା ପୃଥିବୀବାସୀଙ୍କ ଅଟଇ ସିନା ବଜ୍ର ନ ପଡ଼ୁ ପୃଥିରେ ସିନା ମୋ ବନ୍ଧୁରେ। ସାରୁ ଗଛ ମୂଳେ ବେକଟିଏ ବସିଛି ବା ବେଙ୍ଗ ବସିଛି। ଅଳ୍ପକେ ସ୍ୱଳ୍ପକେ ଜୀବ ମନେ ବହନ୍ତି ଗର୍ବିତା କଚୁ ବୃକ୍ଷ ତଳେ ଭେକ ଦଣ୍ଡଛତ୍ର ଧରା ଏତେ। ସାରୁ ଗଛ ମୂଳେ ବେଙ୍ଗ ବସିଛି, ବସିକି ସେ ତାର ରଡ଼ି କରୁଛି। ସେ ଭାବୁଛି ଯେ ଇନ୍ଦ୍ର ଦେବତା ମୋ ପାଇଁ ଛତ୍ର ଟାଣି ଦେଇଛନ୍ତି, ମୋରେ ପାଣି ପଡ଼ୁନି, ମୋର ଆଉ କିଛି ଅସୁବିଧା ନାହିଁ, ମୁଁ ଶୁଖିଲାରେ ଅଛି, ଏ ଲୋକଗୁଡ଼ା ସବୁ ହଇରାଣ ହେଉଛନ୍ତି। ସେ ଭାବୁନି ଯଦି କାହା ଗୋଡ଼ ପଡ଼ିଗଲା ମୋ ଇନ୍ଦ୍ର ଦେବତା ଛତ୍ର ଛାଡ଼ିଯିବ, ସେ ଭାବୁନି। ଅଳ୍ପକେ ସ୍ୱଳ୍ପକେ ଯିବ ମନେ ବହନ୍ତି ଗର୍ବିତା କଚୁ ବୃକ୍ଷ ତଳେ ଭେକ। କଚୁ ବୋଲେ ସାରୁ ଗଛ, ବେଙ୍ଗ ବସିକି ଏଇଆ ଭାବୁଛି। ପଦ୍ମପତ୍ର ସାରୁପତ୍ରରେ ପାଣି କେବେ ଲାଗେନି, ଯଦି ପାଣି ପଡ଼ିବ ସେ ପାଣି ଟଳଟଳ ହେବ, ଯେମିତି ଆମର ପାରଦ ଟଳଟଳ ହୋଇ ସେଭଳିଆ ଟଳଟଳ ହେବ। ବେଙ୍ଗ ଡାହୁକ ରଡ଼ି ଆରମ୍ଭ ହୋଇଯାଇଛି। ଶୁଣିକିରି କେତେ କଥା ମନରେ ଆସୁଛି, ବେଙ୍ଗ କାହିଁ ଏତେ ବୋବୁଛନ୍ତି, ଘୋର ବର୍ଷା ହେବ, ଡାହୁକ କାହିଁ ଡାକୁଛନ୍ତି, ଘୋର ବର୍ଷା ହେବ। ଏମିତି ବିଭିନ୍ନ ପ୍ରକାର ପ୍ରାଣୀଙ୍କ ମନରେ ଭୟ ସଞ୍ଚାରୁଛି। ଇନ୍ଦ୍ରଦେବଙ୍କୁ ପ୍ରାର୍ଥନା କରୁଛି ପୃଥିବୀବାସୀଙ୍କ ଉପରେ ଚଡ଼ଚଡ଼ି ଘଡ଼ଘଡ଼ି କିଛି ନ ପଡ଼ୁ, କେହି କ୍ଷୟକ୍ଷତି ନ ହୁଅନ୍ତୁ, କାହିଁକିନା ସେ ଜିନିଷ ଭାରି ବିପଦ। ଭାଇମାନେ ସବୁ ଚାଷବାସକୁ ବିଲକୁ ଯିବେ, କିଏ କୁଆଡ଼େ ବାହାରକୁ ଯାଉଛନ୍ତି, କାହାର କିଛି କ୍ଷତି ନ ହେଉ, ଏତିକି ମୁଁ କହୁଛି। ଫେର ଦେଖିବା ପରବର୍ତ୍ତୀ ବାର୍ତ୍ତା।